ଆଜି ଶୁଣିବା ଉପନ୍ୟାସ ଅସବର୍ଣ୍ଣ। ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଭାଗ 10। କାର୍ ଆଗରେ ଜାତୀୟ ପତାକା ଲାଗିଛି। ଆଗରେ ପୋଲିସ ଗାଡ଼ି ବାଟ କଢ଼ାଇ ନେଉଛି। ପଛରେ ପୋଲିସ ଗାଡ଼ି ଜାଗତିଆର ହୋଇ ଅନୁସରଣ କରୁଛି। ସେମାନେ ସିଧପାଟଣା ଗାଁର ଇଟାଭାଟି ପଡ଼ିଆ ଆଡ଼କୁ ଧାଇଁଛନ୍ତି। ଯେଉଁ ଇଟା କାରଖାନା ବସିଥିବା ପଡ଼ିଆ ଜାଗାରେ ଦିନେ ସେମାନଙ୍କର ଘରଦ୍ୱାର ଥିଲା। ଯେଉଁ ସନ୍ତସନ୍ତିଆ ଝାଟିମାଟି ଚାଳଘରେ ଦିନେ ଭଗିଆ ନିଜେ ଜନ୍ମ ହୋଇ କୁଆଁ କୁଆଁ ରଡ଼ି ଛାଡ଼ିଥିଲା, ସେ ଏ ଗାଁମାନଙ୍କରେ ଆଉ ଭଗୀରଥ ନୁହେଁ, କେବଳ ମାଖୁନା ଭଗିଆ। ସେ ଜାଣେ ଯେତେ ପାଠ ପଢ଼ି କଲେଜରେ ସାର୍ ହେଲେ କିମ୍ବା ମନ୍ତ୍ରୀଙ୍କ ପାଖରେ କାର୍ରେ ବସିଗଲେ ମଧ୍ୟ ଏ ଆଖପାଖ 5-7 ଖଣ୍ଡ ଗାଁ ଲୋକଙ୍କ ପାଖରେ ସେ ମହିଆ ବାଉରି ପୁଅ ଭଗିଆ। ସ୍ୱାସ୍ଥ୍ୟମନ୍ତ୍ରୀ ତ୍ରିପାଠୀ ସାହେବ ପଚାରିଲେ, ଭଗୀରଥ ବାବୁ, ଏଇ ଆପଣଙ୍କର ଗାଁ? ବେଶ୍ ଉର୍ବର ମାଟି ତ? ଧାନଗଛ ସବୁ କେଡ଼େ ଶଶିଅଳ ଦେଖାଯାଉଛନ୍ତି। ଚାଷୀମାନେ ନିଶ୍ଚୟ ଫର୍ଟିଲାଇଜର ଠିକ୍ ଭାବରେ ବ୍ୟବହାର କରୁଛନ୍ତି ନା? ଭଗୀରଥ ଇତସ୍ତତଃ ହୋଇ କହିଲା, ନା ସାର୍, ସିଧପାଟଣା ଦିନେ ଆମର ଗାଁ ଥିଲା। ମୁଁ ସେଇଠି ଜନ୍ମ ହୋଇଥିଲି। ବଡ଼ ହୋଇ ସେ ଫସଲ କଟା ଧାନ କିଆରିରେ ଡାବଲ ପୁଆ ଆଉ ବାଗୁଡ଼ି ଖେଳିଥିଲି। କିନ୍ତୁ ଦଳେଇ ଘାଇର ରାଜନୈତିକ ବନ୍ୟା ଆମ ଗାଁର ଭିଟାମାଟିକୁ ଜିଭରେ ଚାଟି ନେଲା। ସ୍ୱାସ୍ଥ୍ୟମନ୍ତ୍ରୀ ରାମକିଙ୍କରଙ୍କର ଓଡ଼ିଶାର ଏକଦା ଗଡ଼ଜାତ ଅଞ୍ଚଳର ଲୋକ। ଦଳେଇ ଘାଇର ରାଜନୀତି ସହିତ ତାଙ୍କର ଖୁବ୍ ଘନିଷ୍ଠତା ନାହିଁ। କୌଣସି ରାଜନୈତିକ ବଡ଼ପଣ୍ଡା ନିଜ ଅଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଏଠାରେ ବନ୍ଧ କାଟିଦେଇ ଘାଇ ସୃଷ୍ଟି କରିଥିଲେ ବୋଲି ସେତେବେଳେ ଯେଉଁ ଚାପା ଗୁଞ୍ଜନ ଶୁଣାଯାଇଥିଲା, ସେ କଥା ତାଙ୍କର କାନରେ ପଡ଼ିନାହିଁ। ତେଣୁ ସଂସ୍କୃତ ସାର୍ଙ୍କ କଥା ସେ କିଛି ବୁଝି ନ ପାରି ରାସ୍ତାକଡ଼ରେ ଯେଉଁ ସବୁ ଶସ୍ୟଳ ଧାନଗଛ ଧୀର ସମୀରଣରେ ଶାଗୁଆ ଲହଡ଼ି ଉଠାଉଥିଲା, ତାର ଦୃଶ୍ୟ ଦେଖିବାରେ ମନ ଦେଲେ ଭଗୀରଥ ମନରେ। କିନ୍ତୁ ସେ ବନ୍ଧ ଭଙ୍ଗା ନଈବଢ଼ି କଥା ଭଉଁରି ଖେଳୁଥିଲା। ସିଧପାଟଣା ପାଖରେ ନଦୀର ପଥର ବନ୍ଧ ବଡ଼ ମଜବୁତ, କେବେ କେଉଁ କାଳେ ଭାଙ୍ଗେ ନାହିଁ। ସେଇ ବର୍ଷ ଯେମିତି ଅଚାନକ ଭାବରେ ବନ୍ଧ ଭାଙ୍ଗି ସମୁଦ୍ର ଜୁଆର ଭଳି ଲହ ଲହ ଜିଭ କାଢ଼ି ବଢ଼ିପାଣି ମାଡ଼ି ଆସିଲା, ତାର ବାପା, ଦାଦି, ଅଜା, ଆଈ ସମସ୍ତଙ୍କର ଧାରଣା କେହି ଅଦଉତି କରି ହରିଜନମାନଙ୍କୁ ସେ ଜମିରୁ ଉଠାଇବା ପାଇଁ ବନ୍ଧ କାଟି ଦେଇଥିଲା। ଦଳେଇ ଘାଇ ଭାଙ୍ଗିବା ପରେ ଯେଉଁ ନିର୍ବାଚନ ହେଲା, ସେ ନିର୍ବାଚନରେ ଜଣେ ବିରୋଧୀ ଦଳର ପ୍ରାର୍ଥୀ ପ୍ରଚାର କରିଥିଲେ ଯେ ଦଳେଇ ଘାଇ ଭାଙ୍ଗିବା ପଛରେ ରାଜନୀତିର କଳା ହାତ କାମ କରୁଥିଲା। ଅନ୍ୟମାନେ ବିଶ୍ୱାସ କରି ନଥିଲେ ମଧ୍ୟ ସେ କଥା ବିଶ୍ୱାସ କରିଥିଲା। ଆମର ଭଙ୍ଗାବନ୍ଧ ମୁହାଣ ପାଖରେ ଆଉ ଘର କରି ରହିବାକୁ ସେମାନେ ନିରାପଦ ମନେ କରି ନଥିଲେ। ସିଧପାଟଣାଠାରୁ 2 ମାଇଲ ଦୂରରେ ଗୋଟିଏ ଗୋଚର ପଡ଼ିଆ ଜମିରେ ସେମାନଙ୍କୁ ସରକାରୀ ଟଙ୍କାରେ ଘର ତୋଳି ଦିଆଯାଇଥିଲା। ଆଉ ସେମାନଙ୍କ ଜାଗାରେ ନବଘନ ସାମନ୍ତରାୟ ଇଟାଭାଟି ତିଆରି କାରଖାନା ଠିଆ କରାଇଥିଲେ। ଆଜି ଅନେକ ବର୍ଷ ପରେ ସାଙ୍ଗରେ ମନ୍ତ୍ରୀ ଆଉ ପୋଲିସ ଧରି ସେ ଆସିଛି ସେ ଜମିର ଦଖଲ ନେବା ପାଇଁ। ଇଟାଭାଟି ଉଠାଇ ସେଠାରେ ହରିଜନମାନଙ୍କ ପାଇଁ ସେ ବିଦ୍ୟାମନ୍ଦିର ଆଉ ସେବା ସଦନ ଗଢ଼ିବାକୁ ଚାହେଁ। ଯେଉଁମାନେ ବନ୍ଧ କାଟି ସେମାନଙ୍କୁ ଭିଟାମାଟିରୁ ଉଚ୍ଛେଦ କରିଥିଲେ, ପୋଲିସ ଲଗାଇ ସେମାନଙ୍କ ଇଟା କାରଖାନା ସେ ଉଠାଇବାକୁ ଚାହେଁ। ଏହି ସ୍ୱପ୍ନ ଅନେକ ଦିନୁ ତାର ମନରେ ରଙ୍ଗୀନ ବେଲୁନ ଭଳି ଉଡ଼ୁଛି। ଆଜି ସେହି ସ୍ୱପ୍ନ ସଫଳ ହେବାର ଦିନ। ବାମ ହାତି ଗୁଡ଼ାଏ କଚ୍ଚା ସଡ଼କ ପ୍ରଧାନ ପକ୍କା ରାସ୍ତାକୁ ଲମ୍ବି ଯାଇଛି ସିଧପାଟଣା ଗାଁ ଆଡ଼କୁ। ସେମାନଙ୍କ ଗାଡ଼ି ବାମ ହାତି ଘୂରିଯିବା ଆଗରୁ ଭଗିଆ ଦେଖିଲା, ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ସେ ମୋଡ଼ ଛକରେ ଦେବଦାରୁ ଗଛପତ୍ରରେ ଗୋଟାଏ ତୋରଣ ତିଆରି କରି ଗାଁ ଲୋକ ଠିଆ ହୋଇଛନ୍ତି ଏବଂ ସେ ଲୋକମାନଙ୍କ ମଧ୍ୟରେ ଅଛନ୍ତି ବାନାମ୍ବର ପଣ୍ଡିତେ ଆଉ ନବଘନ ସାମନ୍ତରାୟ। ବାଜା ବାଜିଲା, ଶଙ୍ଖ ଫୁଙ୍କା ହେଲା। ପଣ୍ଡିତେ ଶ୍ଲୋକ ପାଠ କଲେ। ନବଘନ ସାମନ୍ତରାୟ ଫୁଲମାଳ ପିନ୍ଧାଇ ଦେଲେ ମନ୍ତ୍ରୀଙ୍କ ଗଳାରେ। ମନ୍ତ୍ରୀଙ୍କ କାର୍ ଦରଜା ଖୋଲି ଦିଆଗଲା। ପଣ୍ଡିତେ ଆଉ ନବଘନ ବାବୁ କାର୍ ଭିତରେ ସାମ୍ନା ସିଟ୍ରେ ବସି ବାଟ କଢ଼ାଇ ନେଲେ। ଭଗିଆ ଦେହରୁ ଝାଳ ବୋହିଗଲା। ସେ ବୋକା ପାଲଟିଗଲା। ମନେ ମନେ ଭାବିଲା, ବିନା ଯୁଦ୍ଧରେ ତାହେଲେ ଭାଟି ଉଠାଇ ନେବାକୁ ନବଘନ ବାବୁ ପ୍ରସ୍ତୁତ। ପୋଲିସ ଦେଖି ପିଳେହି ପାଣି। ତାପରେ ଏକ ବିଜୟର ହସ ତାର ସାରା ମୁହଁରେ ବିଦ୍ୟୁତ୍ ଆଲୋକ ଭଳି ସଞ୍ଚାରିତ ହୋଇଗଲା।
ମନ୍ତ୍ରୀ ପଚାରିଲେ। କେମିତି ଅଛନ୍ତି ନବଘନ ବାବୁ? ମୁଁ ଶୁଣିଥିଲି ଆପଣ ସରକାରୀ ଜମିରୁ ଇଟା କାରଖାନା ଉଠାଇ ନେବାକୁ ବିରୋଧ କରୁଛନ୍ତି। ଖଳ ଲୋକଙ୍କର ଅପପ୍ରଚାର ସାର୍। ସରକାରଙ୍କ ଜମି ମୁଁ ମାଡ଼ି ବସିବି କାହିଁକି? ମୋତେ ତ ଭଗବାନ କିଛି କମ୍ ଜମି ବାଡ଼ି ଦେଇନାହାନ୍ତି। ତାକୁ ସମ୍ଭାଳିବା ପାଇଁ ମୁଁ ଧଇଁସଇଁ ହୋଇଗଲିଣି। ସେ ଜମି ମଧ୍ୟ ସରକାର ଦଖଲ କରି ଗରିବ ଲୋକଙ୍କ ପାଇଁ କିଛି କାମରେ ଲଗାଇଲେ ମୁଁ ଖୁସି ହେବି। ଇଟାଭାଟି ମୁଁ ସହର ପାଖକୁ ଉଠାଇ ନେବାକୁ ସ୍ଥିର କରି ଗାଁ ଲୋକଙ୍କୁ କହିଦେଇଛି। ମୋର କାମ ହେଲା ସହରର କୋଠାଘର ତୋଳା ଠିକା ନେବା। ଏଠାରୁ ଇଟା ଟ୍ରକରେ ବୋହି ନେବାର ଖର୍ଚ୍ଚ ମୋର ବଞ୍ଚିଗଲା। ମୁହଁରେ ଏକ ରହସ୍ୟମୟ ହସର ଆଲୋଡ଼ନ ସୃଷ୍ଟି କରି ନବଘନ ବାବୁ ଉତ୍ତର ଦେଲେ। ଭଗିଆ ଖୁବ୍ ଆଶ୍ୱସ୍ତ ବୋଧ କଲା। ସଂଘର୍ଷ ଘଟିବ ବୋଲି ତା ମନରେ ଯେଉଁ ଅସ୍ୱସ୍ତି ଉତ୍ତେଜନା ଏପର୍ଯ୍ୟନ୍ତ ଘନୀଭୂତ ହୋଇ ରହିଥିଲା ତାହା ତରଳିଗଲା। ମନ ହାଲକା ହୋଇଗଲା। ଇଟା କାରଖାନା ପଡ଼ିଆରେ ବହୁ ଲୋକଙ୍କ ଭିଡ଼। ଏସ୍.ଡି.ଓ. ସାହେବ ବାଉଁଶ ଖୁଣ୍ଟ ପୋତି ଚାନ୍ଦୁଆ ଟାଣି ସଭାମଞ୍ଚ ତିଆରି କରିଛନ୍ତି। ସଭାମଞ୍ଚକୁ ଘେରି ପୋଲିସ ପହରା। ସେମାନେ ସଭାମଞ୍ଚକୁ ଉଠିଲା ପରେ ଏସ୍.ଡି.ଓ. ମହାଶୟ ମନ୍ତ୍ରୀଙ୍କ କାନରେ ଫୁସ୍ ଫୁସ୍ କରି କହିଲେ, ସାର୍, ନବଘନ ବାବୁଙ୍କୁ ଏ ସଭାରେ ସଭାପତି କଲେ କେମିତି ହୁଅନ୍ତା? ଭଲ, ଖୁବ୍ ଭଲ। ମନ୍ତ୍ରୀ ସମ୍ମତି ଜଣାଇଲେ। ସଭାକାର୍ଯ୍ୟ ଆରମ୍ଭ ହେଲା। ଭଗିଆ ଦେଖିଲା ତାଙ୍କ ହରିଜନ ସାହିରୁ ମଧ୍ୟ ଅନେକେ ସଭାକୁ ଆସିଛନ୍ତି। ମାଣିକ ଭଳି ଗୋଟିଏ ଝିଅ ସଭାମଞ୍ଚ ପଛପଟେ ଏପଟ ସେପଟ ହୋଇ ଘୂରି ବୁଲୁଛି। ଖଞ୍ଜଣିଆ ପୁରସ୍ତମ ପାଖରେ ସିଧାପାଟଣାର ଗୋବିନ୍ଦ କାଣ୍ଡି ଆଉ ତାଙ୍କ ସାହିର ଭୋବନୀ ଦାଦା ମଧ୍ୟ ବସି ଗପ କରୁଛନ୍ତି। ସମସ୍ତେ ଆସିଛନ୍ତି। ତାର ଛାତି ଗର୍ବରେ କୁଣ୍ଡେମୋଟ ହୋଇଗଲା। ପାଠ ପଢ଼ି ସହରରେ ଚାକିରି କରି ବ୍ରାହ୍ମଣ ଝିଅକୁ ବାହା ହୋଇ ସେ ନିଜ ଜାତି ଭାଇଙ୍କୁ ଭୁଲି ଯାଏ ନାହିଁ। ସେମାନଙ୍କୁ ରୋଗରେ ଚିକିତ୍ସା କରିବା ପାଇଁ, ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ସରକାରୀ ଚାକିରି ଛାଡ଼ି ଏଠାରେ ବିଦ୍ୟାମନ୍ଦିର ସେବାସଦନ ଖୋଲିବାକୁ ପଣ କରିଛି। ଏକଥା ଭାଷଣ ଦେଇ ବୁଝାଇଲା ବେଳେ ତାର ଆଖି ଦୁଇଟା ଆନନ୍ଦର ଆଲୋକରେ ଚିକ୍ ଚିକ୍ କରି ଉଠୁଥିଲା। ତାର ପ୍ରାରମ୍ଭିକ ଭାଷଣ ପରେ ସଭାର ବରେଣ୍ୟ ପ୍ରଧାନ ଅତିଥି ମନ୍ତ୍ରୀ ରାମକିଙ୍କର ଯେତେବେଳେ ଭାଷଣ ଦେବାକୁ ଉଠିଲେ, ସଭାରେ କୋଳାହଳ ଶୁଣାଗଲା। ମନ୍ତ୍ରୀ ମହୋଦୟ, ଏ ଇଟାଭାଟି କାରଖାନା ଉଠିଯାଇ ଗରିବ ହରିଜନ ଲୋକଙ୍କ ପାଇଁ ସ୍କୁଲ ଡାକ୍ତରଖାନା ହେବ ବୋଲି କହିଲେ। ସାମ୍ନାରେ ବସିଥିବା ହରିଜନ ଲୋକେ ନାହିଁ ନାହିଁ ବୋଲି ପାଟି କରି ଉଠିଲେ। ମନ୍ତ୍ରୀ ଆବାକ୍, ଭଗିଆ ଉତ୍ତେଜିତ, ବିବ୍ରତ, ବିଚଳିତ। ନବଘନ ସାମନ୍ତରାୟ ସଭାପତି ଆସନରୁ ଉଠି ପଚାରିଲେ, ତମମାନଙ୍କ ହିତ ପାଇଁ ସରକାର ଏ ପଡ଼ିଆରେ ସ୍କୁଲ ଡାକ୍ତରଖାନା ବସାଇବାକୁ ଚାହୁଁଛନ୍ତି। ତମେ ମନ୍ତ୍ରୀ ମହୋଦୟଙ୍କ କଥା ଶୁଣ। ସେ ଆମର ମା' ବାପ। ଠିକ୍ ଏତିକିବେଳେ ପୁରସ୍ତମ ଗୋବିନ୍ଦ କାଣ୍ଡି, ଭୋବନୀ ଦାସ ଠିଆ ହୋଇ ଚିତ୍କାର କଲେ, ଏ ଇଟା କାରଖାନା ଆମର ଭାତ ହାଣ୍ଡି। ଆମେ ଏଠାରେ ମୂଲ ଲାଗି ଚଳୁ। ଆମେ ଆପଣଙ୍କୁ ଏଠାରୁ ଇଟା କାରଖାନା ଅନ୍ୟ ଜାଗାକୁ ଉଠାଇ ନେବା ପାଇଁ ଦେବୁ ନାହିଁ। ଆମ ଭାତ ହାଣ୍ଡି ଯିଏ ଭାଙ୍ଗିବ ଆମେ ତାର ଅଣ୍ଟା ଭାଙ୍ଗିଦେବୁ। ସଭାରେ ତୁମୁଳ ଗଣ୍ଡଗୋଳ, ପାଟିତୁଣ୍ଡ। ମନ୍ତ୍ରୀଙ୍କ ଆଉ କଥା ଶୁଣାଗଲା ନାହିଁ। ନାଟକର ରିହର୍ସାଲ ଅନେକ ଆଗରୁ ସରିଥିଲା। ନିପୁଣ ଅଭିନେତା ଅଭିନେତ୍ରୀ ଭଳି ସେମାନେ ଅଭିନୟ ଦେଖାଇ ମନ୍ତ୍ରୀଙ୍କୁ ମୁଗ୍ଧ କରିଦେଲେ। ଭଗିଆ ବୁଝିପାରିଲା, ହରିଜନମାନଙ୍କୁ ଶ୍ରୀଖଣ୍ଡୀ ଭଳି ଆଗରେ ରଖି ସିଧାପାଟଣାର ସବର୍ଣ୍ଣମାନେ ତାର କଳ୍ପନାକୁ ବ୍ୟର୍ଥ କରିଦେବାକୁ ବସିଛନ୍ତି। ଏ ନାଟକର ପ୍ରଧାନ ଖଳନାୟକ ସାମନ୍ତରାୟ ବେକରେ ଫୁଲମାଳ ପକାଇ ସଭାପତି ଆସନ ମାଡ଼ି ବସିଛନ୍ତି। ସେ ହଠାତ୍ ନିଜ ବସିବା ଜାଗାରୁ ଉଠିପଡ଼ି ଚିତ୍କାର କଲା, ଇଟାଭାଟି ଏଠାରୁ ନିଶ୍ଚୟ ଉଠିବ। ଏଠାରେ ଅଲବତ୍ ସ୍କୁଲ ଡାକ୍ତରଖାନା ବସିବ। ଭାଇ ଓ ଭଉଣୀମାନେ, ତମେ ସବୁ ଇଟାଭାଟି ଉଠାଇ ଦେଲେ ରକ୍ତନଦୀ ବହିଯିବ। ଭାଇମାନେ, ବାପାମାନେ, ହାତ ଆମର ହତିଆର। ସଭାମଞ୍ଚର ପଛପଟୁ ନାରୀକଣ୍ଠର ଉଦ୍ଧତ ସ୍ୱର ଭାସି ଆସିଲା। ଭଗିଆର ମନ ହେଲା ଏ କଣ୍ଠ ସ୍ୱର ରଘୁଭାଇ ଝିଅ ମାଣିକର। ତାର ମୁହଁ ସେ ଦେଖିପାରୁ ନଥିଲେ ମଧ୍ୟ କଣ୍ଠସ୍ୱର ଚିହ୍ନି ପାରୁଥିଲା। କ୍ରୋଧ ଓ ଅପମାନରେ ଭଗିଆର ସାରା ମୁହଁ ଲାଲ ହୋଇଗଲା। ଠିକ୍ ଏହି ସମୟରେ ସଭାମଞ୍ଚ ପଛପଟୁ ଛୋଟ ଛୋଟ ଇଟାଖଣ୍ଡ ଅଜାଡ଼ି ପଡ଼ିଲା ସଭାମଞ୍ଚ ଉପରେ। ଭଗିଆ ଚିତ୍କାର କଲା, ପୋଲିସ, ପୋଲିସ! ଚଲାଅ ଲାଠି। ମିନିଷ୍ଟର ସାର୍, ଏସ୍.ଡି.ଓ. ସାହେବ, ଏଇଟା ସବର୍ଣ୍ଣ ଲୋକଙ୍କ ଚକ୍ରାନ୍ତ। ଏସ୍.ଡି.ଓ. ମନ୍ତ୍ରୀଙ୍କ କାନ ପାଖରେ ଫିସ୍ ଫିସ୍ କଣ୍ଠରେ ପଚାରିଲେ, ସାର୍, ଲାଠି ଚଳାଇବାକୁ କହିବି?
ହତଚକିତ ମନ୍ତ୍ରୀ ତ୍ରିପାଠୀ ବାବୁ କିଛି ଉତ୍ତର ଦେବା ଆଗରୁ ନବଘନ ବାବୁ ଚାପାକଣ୍ଠରେ କହିଲେ, ସାର୍, ଗଣ୍ଡଗୋଳକାରୀମାନେ ସମସ୍ତେ ହରିଜନ। ସେମାନଙ୍କ ଉପରେ ଲାଠିଚାଳନା ହେଲେ ଖବରକାଗଜରେ ବାହାରିବ। ଖବରଟା ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ କାନକୁ ଯଦି ଯାଏ। ପ୍ରଧାନମନ୍ତ୍ରୀଙ୍କ କଥା ଶୁଣି ମନ୍ତ୍ରୀଙ୍କ ମନର ଉତ୍ତେଜନା ହଠାତ୍ ବରଫ ଭଳି ଥଣ୍ଡା ହୋଇଗଲା। ସେ ଏସ୍ଡିଓଙ୍କୁ କହିଲେ, ନୋ ଲାଠିଚାର୍ଜ, ନୋ ଫାୟାରିଂ ପ୍ଲିଜ୍। ସେତେବେଳକୁ ଜାତିର ମୁଖିଆ ଛେନ୍ଦିପଦାର ପୁରସ୍ତମ ନେତୃତ୍ୱର ଦଳେ ହରିଜନ ସଭାମଞ୍ଚ ଆଡ଼କୁ ମାଡ଼ି ଆସୁଥିଲେ। ସେମାନଙ୍କୁ ପଛକୁ ଠେଲି ନେବା ପାଇଁ ଲାଠିଧାରୀ ପୋଲିସମାନେ ଲାଠି ଉଞ୍ଚାଇ ଦୌଡ଼ି ଦୌଡ଼ି କରୁଥିଲେ। ମଞ୍ଚ ଉପରକୁ ଚାରିଆଡ଼ୁ ଭଟ୍ଟା ଇଟା ପଡ଼ୁଥିଲା। ଜଣେ ପୁଲିସର ମୁଣ୍ଡ ଫାଟି ରକ୍ତ ବୋହୁଥିଲା। ଭଗିଆ କ୍ରୋଧରେ କୋଟି ସୁଦ୍ଧା ଥରୁଥିଲା। ହରିଜନଙ୍କ ଉପରେ ଲାଠି ପ୍ରହାର କରିବା ଅନ୍ୟାୟ, କିନ୍ତୁ ଶହ ଶହ ବର୍ଷ ଧରି ଯେଉଁମାନେ ସାମାଜିକ ନିର୍ଯାତନା ସହି ସହି କୁର୍ମ ହୋଇଯାଇଛନ୍ତି, ଜଡ଼ ପାଲଟି ଯାଇଛନ୍ତି, ସେମାନଙ୍କୁ ସେମାନଙ୍କର ଦାବି ଅଧିକାର ବିଷୟରେ ଜାଗ୍ରତ କରିବା ପାଇଁ ତ ଚାବୁକ ପ୍ରହାର ଲୋଡ଼ା। ଇଟାବାଟିରେ ମୂଲ ଲାଗି ପେଟ ପୋଷିବେ ବୋଲି ଯେଉଁମାନେ ନିଜ ପିଲାଙ୍କୁ ମୂର୍ଖ କରି ରଖିବାକୁ ଚାହାନ୍ତି, ସେମାନଙ୍କୁ ଲାଠି ପ୍ରହାର ବିନା ଜଡ଼ତାର ମହାନିଦ୍ରାରୁ ଉଠାଯାଇ ପାରିବ କିପରି? ମହୁମାଛି ଭଳି ଗୋଟାଏ ଛୋଟ ଇଟାର ଭଗ୍ନାଂଶ ସାଇଁକିନା ଛୁଟି ଆସି ଭଗିଆର ବାମ କାନମୁଣ୍ଡରେ ବାଜିଲା। ଇଟା ଟୁକୁରାର ଆକ୍ରମଣରୁ ମନ୍ତ୍ରୀଙ୍କୁ ରକ୍ଷା କରିବା ପାଇଁ ନବଘନ ସାମନ୍ତରାୟ ଓ ଏସ୍ଡିଓ ସାହେବ ହାତ ଘୋଡ଼ାଇ ଘେରି ଠିଆ ହୋଇଛନ୍ତି। ସେଆଡ଼କୁ ଇଟା ଗୋଡ଼ି ପଡ଼ୁନାହିଁ। ସେମାନେ ସମସ୍ତେ ସବର୍ଣ୍ଣ ସଂରକ୍ଷିତ। ଭଗିଆ ମୁଣ୍ଡକୁ ପିତ ଚଢ଼ିଗଲା। ଜାତୀୟ ପତାକା ବନ୍ଧା ହୋଇଥିବା ଖଣ୍ଡେ ବାଉଁଶ ବାଡ଼ି ଓପାଡ଼ି ଆଣି ସେ ମଞ୍ଚ ଉପରୁ ତଳକୁ ଡେଇଁ ପଡ଼ିଲା। ପିଲାଦିନେ ଏହି ପଡ଼ିଆରେ ବାଉଁଶ ବାଡ଼ିରେ ସେ କେତେ ଖେଳ ଖେଳିଛି। ବଳଦ ପିଠିରେ କେତେ ପାଞ୍ଚଣ ଭାଙ୍ଗିଛି। ଯେଉଁମାନେ ଆଜି ଅମଣିଆ ବଳଦ ଭଳି ମାରଣ ହୋଇଉଠିଛନ୍ତି, ସେମାନଙ୍କ ପିଠିରେ ପାଞ୍ଚଣ ପାହାର ଦେବା ପାଇଁ ସେ ରେରେକାର ଶବ୍ଦ କରି ବିକ୍ଷୁବ୍ଧ ଜନତା ଉପରକୁ କୁଦି ପଡ଼ିଲା। ସେ ସିଦ୍ଧପାଟଣାର ଭଗିଆ। କଲେଜରେ ସଂସ୍କୃତ ସାର୍ ଭଗୀରଥ ଦାସ ନୁହେଁ। ତା ଦେହର କଠିନ ମାଂସପେଶୀରେ, ସ୍ନାୟୁ ଗ୍ରନ୍ଥିରେ ଏକ ପାଶବିକ ପ୍ରତିହିଂସାର ଖଞ୍ଜଣି ବାଜା ବାଜି ଉଠୁଛି। ପାଟିରେ ତାର ଅଶ୍ଳୀଳ ଦୋଅକ୍ଷରୀ। କାଳିଦାସ, ଭବଭୂତି ତାର ଚେତନାର ନେପଥ୍ୟରେ ମୁହଁ ଘୋଡ଼ାଇ ଆତ୍ମଗୋପନ କରିଛନ୍ତି। ମଞ୍ଚ ଉପରୁ ବାନାମ୍ବର ପଣ୍ଡିତ ଦେଖିଲେ ସିଦ୍ଧପାଟଣା କାଣ୍ଡିସାହିର ହରିଜନ ଆଉ ଭଗିଆ ଭିତରେ ଧସ୍ତାଧସ୍ତି ଲାଗିଯାଇଛି। ପୋଲିସ ଜନତାଠାରୁ ଭଗିଆକୁ ଛଡ଼ାଇ ଆଣିବାକୁ ବସିଛି, କିନ୍ତୁ ପାରୁନି। ଠିକ୍ ଏହି ସମୟରେ ମ୍ୟୁନିସିପାଲିଟି ଜଦାର ରଘୁ ଭୋଇ ଖାକି ପୋଷାକ ପିନ୍ଧି ମନ୍ଦାର ଫୁଲ ଭଳି ଆଖି ଲାଲ ଲାଲ କରି ଗୋଟାଏ ଲମ୍ବା ଲାଠି ଉଞ୍ଚାଇ, ଆଜି ହାବୁଡ଼େ ପରିଛୁ ହାରାମଜାଦା ବୋଲି ଚିତ୍କାର କରି ଭଗିଆ ଉପରକୁ ମାଡ଼ି ଆସିଲା। ବାନାମ୍ବର ପଣ୍ଡିତଙ୍କ ଆଖି ବୁଜି ହୋଇ ପଡ଼ିଲା। ସେ ହାଁ ହାଁ କହି ମଞ୍ଚ ଉପରୁ ଦୌଡ଼ି ଯାଇ ଭଗିଆକୁ କୁଣ୍ଢେଇ ପକାଇଲେ। ରଘୁଭୋଇର ଠେଙ୍ଗା ପାହାର ଭଗିଆ ମୁଣ୍ଡ ବଦଳରେ ପଣ୍ଡିତଙ୍କ ମୁଣ୍ଡରେ ବାଜି ଲହୁଲୁହାଣ ହୋଇପଡ଼ିଲା। ପଣ୍ଡିତଙ୍କ ଆର୍ତ୍ତ ଚିତ୍କାରରେ ସିଦ୍ଧପାଟଣାର ଇଟା ପଡ଼ିଆ ମୁଖରିତ ହୋଇଉଠିଲା। ତାପରେ ଚାଲିଲା ଲାଠି, ଆଖିବୁଜା ଇଟାବୃଷ୍ଟି। ମହାଭାରତ ଯୁଦ୍ଧର ଅବଶିଷ୍ଟ ଶେଷ ପର୍ବ ଅଭିନୀତ ହୋଇଗଲା। ସିଦ୍ଧପାଟଣା ସଭାରେ ଗଣ୍ଡଗୋଳ ହୋଇଛି, ଲାଠି ଚାଲିଛି ବୋଲି କିଏ ଜଣେ ଡାକ୍ତରଖାନାକୁ ଫୋନ୍ କରି ତାକୁ ଖବର ଦେବାକୁ କହିଥିଲା। କିନ୍ତୁ ଲାଠିଚାଳନା ଫଳରେ ଭଗୀରଥ ଯେ ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଫେରିବ, ସେ କଥା ସେ କଳ୍ପନା କରିନଥିଲା। ପୋଲିସ ସାଙ୍ଗରେ ଯାଇଥିଲା ଲାଠି ଚଳାଇ ସେମାନଙ୍କ ନିରାପତ୍ତା ରକ୍ଷା କରିବା ପାଇଁ, କିନ୍ତୁ ତା ମୁଣ୍ଡରେ ଲାଠିର ଆଘାତ ଲାଗିଲା କିପରି? ତମର କ'ଣ ହୋଇଛି? ଇସ୍! ଅଳକା ସ୍ୱାମୀର ପଟିବନ୍ଧା କାନମୂଳରେ ରକ୍ତର ଦାଗ ଦେଖି ଭୟରେ ଶିହରି ଉଠିଲା। ଅଳକା ଡାକ୍ତରାଣୀ। ଅନେକ ରୋଗୀଙ୍କ କରୁଣ ମୃତ୍ୟୁ ସେ ଦେଖିଛି। କେତେ ଲୋକଙ୍କ ଦେହରେ ଛୁରୀ ଚଳାଇ ଅପରେସନରେ ସାହାଯ୍ୟ କରିଛି। କିନ୍ତୁ ନିଜର ପରମ ଆତ୍ମୀୟ ଲୋକଙ୍କ କାନମୂଳରେ ଶୁଖିଲା ରକ୍ତର ଦାଗ ଦେଖି ସେ ସମ୍ଭାଳି ପାରିଲା ନାହିଁ। ତାର ଛାତି ଭିତରେ ଗୋଟାଏ ଅଜ୍ଞାତ ଭୟର ଶିହରଣ ଖେଳିଗଲା। ତାର କଣ୍ଠରୁଦ୍ଧ ହୋଇଗଲା। ତାର ଶାରୀରିକ କ୍ଷତ ପାଇଁ ଅଳକାର ଉଦ୍ବେଗ ଲକ୍ଷ୍ୟ କରି ହସି ପକାଇଲା ଭଗୀରଥ। ଆଘାତ କ'ଣ ଖୁବ୍ ଜୋରରେ ଲାଗିଛି? ହସୁଛ କ'ଣ? ଅଳକା ସ୍ୱାମୀକୁ ଉଦ୍ବିଗ୍ନ କଣ୍ଠରେ ମୃଦୁ ଧମକ ଦେଲା। ଭଗୀରଥ ଉତ୍ତର ଦେଲା, ଆଘାତ ସିରିୟସ୍ ହୋଇଥିଲେ ମୁଁ ସିଧା ଡାକ୍ତରଖାନା ଯାଇଥାନ୍ତି, ଘରକୁ ଫେରି ନଥାନ୍ତି। ସେମାନେ କିନ୍ତୁ ମୋତେ ଖୁନ୍ କରିବାକୁ ଯୋଜନା କରିଥିଲେ। ମୋ ବଦଳରେ ଆଉ ଜଣେ ବୋଧହୁଏ ଖୁନ୍ ହୋଇଗଲା। ଖୁନ୍? କିଏ ଖୁନ୍ ହୋଇଗଲା?
ବାନାମ୍ବର ପଣ୍ଡିତେ ମୋର ଜ୍ଞାନଗୁରୁ। ସିଦ୍ଧପାଟଣା ଗାଁର ଜଣେ ନୈଷ୍ଠିକ ବ୍ରାହ୍ମଣ। ସେ ମୋତେ ଆସି କୁଣ୍ଢାଏ ଧରି ନଥିଲେ ରଘୁ ଜମାଦାର ଲାଠିର ଆଘାତରେ ମୋର ସାଙ୍ଗେ ସାଙ୍ଗେ ମୃତ୍ୟୁ ହୋଇଯାଇଥାନ୍ତା। ମୋତେ ରକ୍ଷା କରିବାକୁ ଯାଇ ତାଙ୍କ ମୁଣ୍ଡ ଫାଟିଯାଇଛି। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଛି। ମୋ କାନମୁଣ୍ଡା ଇଟାମାଡ଼ରେ ଫାଟିଯାଇଛି। ଆଘାତ ସେମିତି କିଛି ଗୁରୁତର ନୁହେଁ। ତମେ ଟିକିଏ ଡାକ୍ତରଖାନାକୁ ଯାଅ, ପଣ୍ଡିତଜୀଙ୍କୁ ଦେଖ। କଥା ଶେଷ କରି ଖଟ ଉପରେ ବସି ପଡ଼ିଲା ଭଗୀରଥ। ଡାକ୍ତରଖାନାକୁ ଯିବା ଆଗରୁ ଭଗୀରଥର ବ୍ୟାଣ୍ଡେଜ୍ ଖୋଲି ଆଉ ଥରେ ଡ୍ରେସିଂ କରିଦେଲା ଅଳକା। ଔଷଧ ଲଗାଇ ଦେଇ ଆଉ ଥରେ ପଟି ବାନ୍ଧିଦେଲା। ସ୍ୱାମୀଙ୍କୁ ସାବଧାନ କରିଦେଇଗଲା, ମୋ ଡାକ୍ତରଖାନାରୁ ଫେରିବା ପର୍ଯ୍ୟନ୍ତ ଏଠାରେ ଶୋଇ ରହିଥାଅ। ତମକୁ ଆଉ ଗୋଟାଏ ଇଞ୍ଜେକ୍ସନ୍ ନେବାକୁ ହେବ। ଆସିଲା ବେଳେ ଇଞ୍ଜେକ୍ସନ୍ଟା ନେଇ ଆସିବି। ନିଜର ଆଘାତ ପ୍ରତି ଭଗୀରଥର ସେମିତି କୌଣସି ଭ୍ରୂକ୍ଷେପ ନଥିଲା। ଆଗେ ପିଲାଦିନେ ଏମିତି କେଉଁଠି ଖଣ୍ଡିଆ ଖାବରା ହେଲେ ଗୋଟାଏ ବୁଦା ଗଛର ପତ୍ର ଛିଣ୍ଡାଇ ତାର କ୍ଷୀର ଲଗାଇଦେଲେ ଘା' ଭଲ ହୋଇଯାଉଥିଲା। ଏ ସହରରେ ସେ ଔଷଧ ଗଛ ସେ ଦେଖିନାହିଁ। ସେଥିପାଇଁ ତାକୁ ମଲମ ଲଗାଇବାକୁ ପଡ଼ୁଛି। ସନ୍ଧ୍ୟାବେଳକୁ ଡାକ୍ତରଖାନାରୁ ଫେରିଆସିଲା ଅଳକା। ଭଗୀରଥ ପଚାରିଲା, ପଣ୍ଡିତଜୀଙ୍କ ଅବସ୍ଥା କେମିତି? ଏପର୍ଯ୍ୟନ୍ତ ସଂଜ୍ଞା ଫେରିନାହିଁ। ଖୁବ୍ ବେଶୀ ରକ୍ତସ୍ରାବ ହୋଇଛି। ମୁଣ୍ଡରେ 3 ଜାଗାରେ ସିଲେଇ କରାଯାଇଛି। ଔଷଧ ଇଞ୍ଜେକ୍ସନ୍ ଦିଆଯାଇଛି। କାଲି ସକାଳୁ ସଂଜ୍ଞା ଫେରିବ ବୋଲି ମନେ ହେଉଛି। ଅଳକା ଉତ୍ତର ଦେଲା। ତାଙ୍କ ଜୀବନ ହାନିର ଭୟ ନାହିଁ ତ? ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ କିଛି କହିହେବ ନାହିଁ। ଆଚ୍ଛା କୁହ ତ, ତମ ପାଖରେ ପୋଲିସ ଥିଲେ। ସେ ଲୋକଟା ତମକୁ ବାଡ଼େଇଲା ବେଳେ ସେମାନେ କିଛି କଲେ ନାହିଁ? ଅଥଚ ପଣ୍ଡିତଜୀ ତମକୁ ରକ୍ଷା କରିବାକୁ ଯାଇ ତାଙ୍କ ଜୀବନକୁ ବିପନ୍ନ କଲେ କାହିଁକି? ଅଳକା ପ୍ରଶ୍ନର କୌଣସି ସଠିକ୍ ଉତ୍ତର ଦେଇପାରିଲା ନାହିଁ ଭଗୀରଥ। କେବଳ ସ୍ୱର୍ଗତୋକ୍ତି କଲାଭଳି ସେ କହିଲା, ପୋଲିସ, ମନ୍ତ୍ରୀ, SDO ସମସ୍ତେ ସେମାନେ ସବର୍ଣ୍ଣ। ହରିଜନମାନଙ୍କ ହାତରେ ଆଉ ଜଣେ ହରିଜନ ମାଡ଼ ଖାଉଥିବା ବେଳେ ସେମାନେ ତାହା ଉପଭୋଗ କରୁଥିଲେ। ସେମାନେ ଚାହୁଁଥିଲେ ହରିଜନମାନଙ୍କ ଭିତରେ ଅନ୍ତରଯୁକ୍ତ ଲାଗୁ। ତାହେଲେ ସେମାନଙ୍କର ସ୍ୱାର୍ଥ ଯୁଗ ଯୁଗ ଧରି ସଂରକ୍ଷିତ ହୋଇ ରହିବ। କିନ୍ତୁ ପଣ୍ଡିତଜୀ ତ ନିଜେ ବ୍ରାହ୍ମଣ। ସେ ତମକୁ ରକ୍ଷା କରିବା ପାଇଁ ନିରାପଦ ସଭାମଞ୍ଚ ଛାଡ଼ି ସଭାସ୍ଥଳକୁ ଛୁଟିଗଲେ କାହିଁକି? ସେ ପ୍ରଶ୍ନର ଉତ୍ତର ମୁଁ ଖୋଜି ହେଉଛି। ମୋ ଯୋଗୁଁ ତାଙ୍କ ପୁଅ ଅଧ୍ୟାପକ ଚାକିରି ପାଇଲା ନାହିଁ। ମୁଁ ତାଙ୍କର ଅନେକ କ୍ଷତି କରିଛି ଅଳକା। ଅଥଚ ସେ ମୋ ପାଇଁ କାହିଁକି? ଭଗୀରଥର କଥା ଅଧା ରହିଲା। ସେ ଅନ୍ୟମନସ୍କ ହୋଇଗଲା। କିନ୍ତୁ ମୁଁ ନିଜେ ଗୋଟେ କଥା ବୁଝିପାରୁନି। ଯେଉଁ ଦଳିତ ଲୋକଙ୍କ ଉପକାର ପାଇଁ ତୁମେ ସ୍କୁଲ ଡାକ୍ତରଖାନା ବସିବାକୁ ଚାହୁଁଥିଲ, ସେମାନେ ତୁମକୁ ମାରିବାକୁ ବାହାରିଲେ କାହିଁକି? ଅଳକାର ଏ ପ୍ରଶ୍ନ ଶୁଣି ଭଗୀରଥର କାନମୂଳ କ୍ଷତ ହଠାତ୍ ଯନ୍ତ୍ରଣାରେ ପୁଣି ଥରେ ଉଖୁରେଇ ହୋଇଗଲା ଭଳି ସେ ଅନୁଭବ କଲା। ସେ ଅଳକା ମୁହଁକୁ ସିଧା ନ ଚାହିଁ ଦୃଷ୍ଟି ତଳକୁ କରି କହିଲା, ସେମାନେ ସବୁଦିନେ ମୂଲିଆ ହୋଇ ପେଟ ପୋଷିବାକୁ ଚାହାନ୍ତି, ମାଲିକ ହେବାକୁ ଚାହାନ୍ତି ନାହିଁ। ଏଇଟା ଏକ ଅଦ୍ଭୁତ ଦେଶ। ସେମାନଙ୍କ ଉପକାର ପାଇଁ ସରକାର ଆଇନ କଲେ ମଧ୍ୟ ସେ ଆଇନର ସୁଯୋଗ ନେବାକୁ ସେମାନେ ଚାହାନ୍ତି ନାହିଁ। ଦୀର୍ଘ ଦିନର ମୋହନିଦ୍ରା ସେମାନଙ୍କର ଭାଙ୍ଗିବାକୁ ନାହିଁ। ସେଥିପାଇଁ ଚାବୁକ ଲୋଡ଼ା, ଚାବୁକ। ହଁ, ଚାବୁକ। ଭଗୀରଥ କଥା କହୁ କହୁ ଉତ୍ତେଜିତ ହୋଇଉଠିଲା। ଅଳକା ସ୍ୱାମୀକୁ ଆଉ କିଛି ପଚାରିଲା ନାହିଁ। ସେ ଜାଣେ ସରକାରୀ ଆଇନରେ ସମାଜ ବଦଳେ ନାହିଁ, ଚାବୁକ ପ୍ରହାରରେ ମଧ୍ୟ ନୁହେଁ। ଏ ବଡ଼ ରକ୍ଷଣଶୀଳ ସମାଜ। ଶିଖ, ହୁନ୍, ମୋଗଲ, ପଠାଣ, ପର୍ତ୍ତୁଗୀଜ, ଇଂରେଜ, କେତେ ରାଜା କେତେ ବାଦଶାହ ଏ ଦେଶକୁ ଜୟ କରିଛନ୍ତି, ଶାସନ କରିଯାଇଛନ୍ତି, କିନ୍ତୁ ଏ ହିନ୍ଦୁ ସମାଜକୁ ବଦଳାଇ ପାରିନାହାନ୍ତି। ସମ୍ମିଳିତ ସମ୍ମତିରେ ସମାଜ ବଦଳିପାରେ, କିନ୍ତୁ ଶାସନର କଟକଣାରେ ନୁହେଁ। କିନ୍ତୁ ଠିକ୍ ଏଇ ମୁହୂର୍ତ୍ତରେ ସେ କଥା କହି ସେ ଭଗୀରଥର ସ୍ୱପ୍ନ ଭାଙ୍ଗିଦେବାକୁ ଚାହିଁଲା ନାହିଁ। ତା ଆରଦିନ ଡାକ୍ତରଖାନାରେ ଯେତେବେଳେ ପଣ୍ଡିତଙ୍କ ଚେତା ଫେରିଲା, ସେତେବେଳେ ଅଳକା ତାଙ୍କ ପାଖରେ ଥିଲା। ନର୍ସକୁ କାମ କରିବାକୁ ନ ଦେଇ ନିଜେ ସେ ତାଙ୍କର ଶୁଶ୍ରୂଷା କଲା। କିଛି ସମୟ ପରେ ବାନାମ୍ବର ପଣ୍ଡିତେ ତା ଆଡ଼କୁ ଅଚିହ୍ନା ଆଖିରେ ବଲବଲ କରି ଅନାଇଲେ। ଅଳକା ତାଙ୍କ ପାଖକୁ ଯାଇ ତାଙ୍କ ବିଛଣା ଉପରେ ନଇଁପଡ଼ି କହିଲା, ମୁଁ ଭଗୀରଥର ସ୍ତ୍ରୀ, ହସ୍ପିଟାଲର ଡାକ୍ତରାଣୀ। ପଣ୍ଡିତେ ଅପଲକ ଆଖିରେ କିଛି ସମୟ ତାକୁ ନିରୀକ୍ଷଣ କରି ଦେଖିଲେ। ତାପରେ ତାଙ୍କର ଯନ୍ତ୍ରଣା କାତର ବିବର୍ଣ୍ଣ ମୁହଁରେ ଏକ ତୃପ୍ତିର ହସ ଚହଟିଗଲା। ସେ ହସର ଦୃଶ୍ୟ ବଡ଼ ପବିତ୍ର, ବଡ଼ ଅପାର୍ଥିବ ମନେ ହେଲା ଅଳକାର। ସେ ଧୀରେ ଧୀରେ ତାଙ୍କ ପାଦରେ ହାତ ବୁଲାଇବାକୁ ଲାଗିଲା। ସନ୍ଧ୍ୟାବେଳେ ପୁଣି ଯେତେବେଳେ ବାନାମ୍ବର ପଣ୍ଡିତେ ନିଦରୁ ଉଠିଲେ,
ଭଗିଆର ସ୍ତ୍ରୀ ତାଙ୍କ ପାଦ ତଳେ ଟୁଲଟି ଉପରେ ସେମିତି ଜଗି ବସି ରହିଛି। ତୁ କ'ଣ ଘରକୁ ଯାଇନୁ ମା? ଖିଆପିଆ କରିନୁ? ଭୋକ ନାହିଁ? ଆପଣା ସୁସ୍ଥ ହୋଇ ଉଠୁଛନ୍ତି ଦେଖି ମୁଁ ଭୋକ ଭୁଲି ଯାଇଛି। ଅଳକା ନିଜର ମନ କଥା ଆବେଗଭରା କଣ୍ଠରେ ପ୍ରକାଶ କରିଥିଲା। ପଣ୍ଡିତେ ଖୁବ୍ ବିଚଳିତ ହୋଇପଡ଼ିଲେ। କହିଲେ, ନା ନା, ତୁ ଯା ମା। ଭଗି ତ ଘରେ ଏକା। ତା ଦେହ କେମିତି? ମୁଁ ତ କ୍ଷୀର ପିଇଲିଣି, କଥା କହିଲିଣି। ମୁଁ ଗୋଟାଏ କଥା ପଚାରି ବୋଲି ଅପେକ୍ଷା କରିଛି। ଉତ୍ତର ଶୁଣିସାରିଲେ ଚାଲିଯିବି। ଅଳକା ସ୍ଥିର ସଂଯତ କଣ୍ଠରେ ନିଜର ମନୋଭାବ ବ୍ୟକ୍ତ କଲା। ଠିକ୍ ଏତିକିବେଳେ ନର୍ସ। ସେ ପଣ୍ଡିତଜୀଙ୍କ ଦେହର ଉତ୍ତାପ ମାପି ଖଟିଆ ଦେହରେ ଝୁଲୁଥିବା ଚାର୍ଟରେ ଲେଖିଲା। ଗୋଟାଏ କ୍ୟାପସୁଲ ଗିଳାଇ ପାଣି ପିଆଇଦେଲା। ତାପରେ କାହାକୁ କିଛି ନ କହି ଏକ ଯନ୍ତ୍ରଚାଳିତ ମାର୍ବଲ ପଥର ମୂର୍ତ୍ତି ଭଳି ବାହାରକୁ ଚାଲିଗଲା। ପଣ୍ଡିତ ପଚାରିଲେ, ମୋତେ କ'ଣ ପଚାରିବୁ? ପଚାର। ଅଳକା, ମୁଁ ଅସବର୍ଣ୍ଣ ବିବାହ କରିଛି ବୋଲି ମୋ ନନା ଏତେ ବଡ଼ ବିପଦରେ ସୁଦ୍ଧା ମୋତେ ଥରେ ପଚାରିବାକୁ ଏପର୍ଯ୍ୟନ୍ତ ଆସିଲେ ନାହିଁ। କିନ୍ତୁ ବ୍ରାହ୍ମଣ ହୋଇ ନିଜର ଜଣେ ହରିଜନ ଛାତ୍ରକୁ ବଞ୍ଚାଇବା ପାଇଁ ଆପଣ ଉଦ୍ୟତ ଲାଠି ଆଗରେ ମୁଣ୍ଡ ଦେଖାଇଦେଲେ କାହିଁକି? ମୁଣ୍ଡରେ ପଟିବନ୍ଧା ହୋଇଥିବା ପଣ୍ଡିତଜୀଙ୍କ ମୁହଁରେ ଏ ପ୍ରଶ୍ନ ଶୁଣି ହସର ଏକ ମୃଦୁ ପ୍ରକମ୍ପନ ସୃଷ୍ଟି ହେଲା। ସେ ଅଳକାକୁ ପାଦ ପାଖରୁ ଡାକି ଆଣି ମୁଣ୍ଡ ପାଖରେ ବସାଇଲେ। ତା ପିଠିରେ ଆଦରରେ ହାତ ବୁଲାଇଲେ। କ'ଣ କହିବେ ବୋଲି ଚେଷ୍ଟା କଲେ, ପାରିଲେ ନାହିଁ। ତାଙ୍କର ଆଖିର ଚାହାଣୀ କିପରି କୋମଳତାର ଓଦା ଓଦା ଦେଖାଗଲା। ତାପରେ ସେ ଢୋକ ଗିଳି ଖୁବ୍ ନିମ୍ନ ସ୍ୱରରେ କହିଲେ, ତୋ ନନା ବୋଧହୁଏ ବଶିଷ୍ଠ ବ୍ରାହ୍ମଣ। ମୁଁ ବ୍ରାହ୍ମଣ ହେଲେ ବି ବାଲ୍ମୀକି। ଅଯୋଧ୍ୟାର ରାଜ ପୁରୋହିତ ମହର୍ଷି ବଶିଷ୍ଠ ସମ୍ମତି ଦେଇନଥିଲେ ରାଜଧର୍ମ ରକ୍ଷା କରିବା ନାମରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ନିଜ ପତ୍ନୀ ସତୀ ସୀତାଙ୍କୁ ଅଗ୍ନି ପରୀକ୍ଷା କରାଇ ସାରିବା ପରେ ମଧ୍ୟ ପତିତା ଅସ୍ପୃଶ୍ୟା ବୋଲି ଘୃଣା କରି ନିର୍ବାସନରେ ଅରଣ୍ୟକୁ ପଠାଇ ନଥାନ୍ତେ। ଆଉ ସେଇ ପତି ପରିତ୍ୟକ୍ତା ସୀତାଙ୍କୁ ବ୍ରାହ୍ମଣ ବାଲ୍ମୀକି ନିଜ କୋଳକୁ ତୋଳି ନେଇ ନଥିଲେ ରାମାୟଣ ରଚିତ ହୋଇନଥାନ୍ତା। ଆମ ସମାଜରେ ଅନେକ ବ୍ରାହ୍ମଣ, ସେମାନଙ୍କ ଭିତରୁ କେହି ବଶିଷ୍ଠ, କେହି ବାଲ୍ମୀକି। ସେହି କଥା ଶୁଣି ଅଳକାର ଦୁଇ ଆଖି ପତା ଓଦା ହୋଇଗଲା। ଅନେକ ଦିନର ତାର ଏ ଅଧା ଦେଖା ସ୍ୱପ୍ନ ପଣ୍ଡିତଜୀଙ୍କର ସାନ୍ତ୍ୱନା ଭିତରେ ମୁହୂର୍ତ୍ତକ ମଧ୍ୟରେ ମୂର୍ତ୍ତିମନ୍ତ ହୋଇ ଉଠିଲା। ତାର ମନେ ହେଲା ଡେଟଲ୍ ଗନ୍ଧ ବଦଳରେ ନର୍ସିଂହୋମର ସେ କୋଠରୀରେ ଚନ୍ଦନର ବାସ୍ନା। ମେଡ଼ିକାଲ ହତାର ସବୁ ଗଛ ଚନ୍ଦନ ଗଛ ହୋଇଯାଇଛନ୍ତି। ଅଚାନକ ବସନ୍ତ ଆସିଛି। ସବୁ ରୋଗୀ ସୁସ୍ଥ। ଔଷଧରେ ଭେଜାଲ ନାହିଁ। କଙ୍କି ପଡ଼ିଛି ତାର ଲାଲ ଭଏଲ ଫ୍ରକ୍। ଯେଉଁ ମୁର୍ମୂଷ ପୃଥିବୀ ପାଇଁ କୋକେଇ ବନ୍ଧା ହେଉଥିଲା, ସେ କିଶୋରୀ ଝିଅଟି ଭଳି ବାର୍ଦ୍ଧକ୍ୟକୁ ଝାଡ଼ିଝୁଡ଼ି ଦେଇ ଉଠି ବସି ହସୁଛି। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କର ଉପନ୍ୟାସ ଅସବର୍ଣ୍ଣ। ରହିଲି, ନମସ୍କାର।